ନିଶା ଆଉ ରାଗ ଯେତେବେଳେ ମୁଣ୍ଡକୁ ଚଢ଼ିଯାଏ ସେତେବେଳେ ମଣିଷ ତାର ସବୁ ହିତାହିତ ଜ୍ଞାନକୁ କ'ଣ ଭୁଲି ଯାଇପାରେ। ପିଲାବେଳୁ ସାଥୀ ହେଇ ଯେଉଁ ସାଙ୍ଗ ସହ ହସି ଖେଳି ବଡ଼ ହୋଇଥିଲା ଶେଷରେ କ'ଣ ସେଇ ସାଙ୍ଗର ଜୀବନ ନେଇପାରେ। ସେ ପୁଣି କିଛି ମାଂସ ବିକା ଟଙ୍କା ପାଇଁ। ମରିଯାଇଥିବା ଛେଳିର ମାଂସ ବିକିବାକୁ ହାଟରେ ପହଞ୍ଚିଥିବା ଦୁଇ ସାଙ୍ଗ ସାଥୀ ହେଇ ସିନା ଯାଇଥିଲେ, ହେଲେ ଘରକୁ ଫେରିଥିଲା ଜଣେ। ଆଉ ଜଣେ ସାଙ୍ଗ ମଝି ରାସ୍ତାରେ ରକ୍ତ ଜୁଡ଼ବୁଡ଼ ଅବସ୍ଥାରେ ପଡ଼ି ରହିଥିଲା। କ'ଣ ଥିଲା ପୁରା କାହାଣୀ ଜାଣିବାକୁ ଆସନ୍ତୁ ଆରମ୍ଭ କରିବା ଆଜିର ଏ କାହାଣୀ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ସେଦିନ ଥିଲା ନଭେମ୍ବର 28, ସମୟ ସନ୍ଧ୍ୟା 7ଟା। ମୟୂରଭଞ୍ଜ ଜିଲ୍ଲା ବଡ଼କୁଣ୍ଟା ହାଇସ୍କୁଲ ପାଖର ରାସ୍ତା ସାଧାରଣ ଭଳି ଶାନ୍ତ ଆଉ ଖାଲି ବି ଥିଲା। ସନ୍ଧ୍ୟାର ହାଲୁକା ପବନ ବି ବହୁଥିଲା। ଗାଁରେ କୋଠାସ୍ଥ ବାଟିର ଆଲୋକ ମାଟିରେ ପଡ଼ୁଥିଲା। ଏଭଳି ସମୟରେ ଅଚାନକ ଗୋଟିଏ ମଣିଷର ଶରୀର ରାସ୍ତା ପାଖରେ ପଡ଼ିଥିବା ଦେଖି ଲୋକମାନେ ପୋଲିସକୁ ଖବର ଦେଲେ। କେହି ନିକଟକୁ ଯିବାକୁ ସାହସ କରିନଥିଲେ, କାରଣ ଶରୀରରୁ ରକ୍ତ ଭିଜା ମାଟି ଦେଖି ସବୁଠି କେଉଁଠି ନା କେଉଁଠି ଭୟ ଥିଲା। ପୋଲିସ ଆସିଲା ପରେ ଶରୀରକୁ ପରୀକ୍ଷା କରି ଦେଖିଲେ ଏହା ଦୁର୍ଘଟଣା ନୁହେଁ। ପ୍ରଥମ ନଜରରେ ମୁଣ୍ଡରେ ଗୁରୁତର ଘା, ନାକ ଓ ମୁଖରେ ରକ୍ତ, ଶରୀରଟା ଥଣ୍ଡା ବି ହୋଇଯାଇଥିଲା। ରାସ୍ତା ପାଖରେ କୌଣସି ଗାଡ଼ିର ଦୁର୍ଘଟଣାର ଚିହ୍ନ ବି ନଥିଲା। ଏତେ ଶାନ୍ତ ସ୍ଥାନରେ ଚନ୍ଦ୍ର ଆଲୋକରେ ଏକ ତରୁଣ ମଣିଷକ ଶବ ମିଳିବା ପୋଲିସ ଭଲରେ ବୁଝିଗଲା ଯେ ଏହା ଏକ ହତ୍ୟା ମାମଲା। ପୋଲିସ ତଦନ୍ତ ଆରମ୍ଭ କଲା। ଆଉ ତଦନ୍ତ ସମୟରେ ଜଣେ ଅଫିସର ଏକ ଛୋଟ ଗାଡ଼ିର ଚାବି ପାଇଲେ। ଏହା ଏକ ସାଧାରଣ ଚାବି ନଥିଲା। ପଛରେ ଛୋଟ ନାମ ଲେଖାଥିଲା ଏମ୍ ମୁର୍ମୁ। ଏହି ଚାବିରୁ ପୋଲିସକୁ ମିଳିଥିଲା ପ୍ରଥମ ସନ୍ଦେହର ସୂତ୍ର। ପୋଲିସ ଶବର ପକେଟ ଖୋଜିଲେ ଆଉ ତାଙ୍କ ପରିଚୟ ବି ପାଇଲେ। ନା ଗଣେଶ ହେମ୍ବ୍ରମ, ବଡ଼ଖୁଣ୍ଟାର ଜଣେ ସାଧାରଣ ଯୁବକ। ତାଙ୍କ ପରିବାରକୁ ଖବର ଦେବା ସମୟରେ ମା ଏବଂ ଭଉଣୀ କାନ୍ଦିବାକୁ ଲାଗିଲେ। ସେମାନେ କହିଲେ ଗଣେଶ ସେହିଦିନ ସାଧାରଣ ପରି ହାଟକୁ ଯାଇଥିଲା। ସେ ପୁଣି ପିଲାଦିନର ଜିଗିରି ସାଙ୍ଗ ମଙ୍ଗଲ ସହିତ। ଏହା ଶୁଣି ପୋଲିସର ଚକ୍ଷୁ ଚମକିଗଲା, କାରଣ ଶବ ପାଖରେ ମିଳିଥିବା ଚାବିରେ ମଧ୍ୟ ଏମ୍ ମୁର୍ମୁ ଲେଖାଯାଇଥିଲା। ସନ୍ଦେହ ଧୀରେ ଧୀରେ ସ୍ପଷ୍ଟ ହେବାକୁ ଲାଗିଲା। ପୋଲିସ ଗାଁରେ ଖୋଜାଖୋଜି ଆରମ୍ଭ କଲା। ଜଣେ ଚାଷୀ କହିଲେ ଯେ ସେ ଦୁଇଜଣ ସନ୍ଧ୍ୟାରେ ହାଟରୁ ଫେରୁଥିବାର ଦେଖିଥିଲେ। ଆଉ ଜଣେ ବୁଢ଼ା ଲୋକ କହିଲେ ଯେ ସେମାନେ ମଦ ସେବନ କରିଥିଲେ ଓ ରାସ୍ତାରେ ଝଗଡ଼ା ବି କରୁଥିଲେ। କିଛି ଲୋକ କହିଲେ ଯେଉଁଠି ମାଂସ ବିକ୍ରି କରିଥିଲେ ସେଠି ପଇସା ବିଷୟରେ କିଛି ବାଦ ବିବାଦ ହୋଇଥିଲା। ଏବେ ପୋଲିସ ମଙ୍ଗଳଙ୍କ ଘରକୁ ଗଲା, କିନ୍ତୁ ମଙ୍ଗଳ ଘରେ ନଥିଲା। ପରିବାର ଲୋକ କହିଲେ ବେଳଠୁ ସେ ଘରକୁ ଫେରିନି। ଏହା ଶୁଣି ପୋଲିସର ସନ୍ଦେହ ଆହୁରି ବଢ଼ିଗଲା। ପୋଲିସର ଦୁଇଟି ଟିମ୍ ମଙ୍ଗଳକୁ ଜଙ୍ଗଲ, ରାସ୍ତା ଓ ନିକଟ ଗ୍ରାମରେ ଖୋଜିବା ଆରମ୍ଭ କଲେ। ସମୟ ରାତି 11ଟା। ପୋଲିସକୁ ଏକ ଜାନକାରୀ ମିଳିଲା, ମଙ୍ଗୁଲକୁ ଆଉ ଗୋଟିଏ ଛୋଟ ଗାଁରେ କିଏ ଦେଖିଛି। ପୋଲିସ ସେହି ଗାଁକୁ ଗଲା ଆଉ ମଙ୍ଗୁଲକୁ ଗିରଫ ବି କଲା। ପୋଲିସ ମଙ୍ଗଳର ପକେଟରୁ ଗଣେଶଙ୍କ ମୋବାଇଲ ଓ କିଛି ଟଙ୍କା ମଧ୍ୟ ଜବତ କଲା। ଥାନାକୁ ନେଇ ପଚାରୁଥିବା ସମୟରେ ମଙ୍ଗଳ ଆରମ୍ଭରେ ମିଥ୍ୟା କହିଲା, କିନ୍ତୁ ଯେତେବେଳେ ପୋଲିସ ଏମ୍ ମୁର୍ମୁ ଲେଖାଥିବା ଚାବିର ପ୍ରମାଣ ଦେଇଥିଲେ ସେ ଧୀରେ ଧୀରେ ସତ କହିବାକୁ ବାଧ୍ୟ ହୋଇଥିଲା। ସେ ପୋଲିସ ଆଗରେ କାହିଁକି ସାଙ୍ଗକୁ ମାରିଲା କହିବା ଆରମ୍ଭ କରିଥିଲା। ହଁ, ଆମେ ମାଂସ ବିକ୍ରି କରିଥିଲୁ, ଆମେ ମଦ ଖାଇଥିଲୁ, ମୁଁ ପଇସା ମାଗିଲି, ସେ କହିଲା ଟଙ୍କା ନାହିଁ। ରାଗରେ ମୋ ନିୟନ୍ତ୍ରଣ ହରାଇଦେଲି, ଗୋଟେ ଇଟା ଉଠାଇ ତା ମୁଣ୍ଡକୁ ପ୍ରହାର କରିଦେଲି। ସେ ତଳେ ପଡ଼ିଗଲା। ମୁଁ ଭୟଭୀତ ହୋଇଗଲି। ତା ପକେଟରୁ ଟଙ୍କା ଓ ଫୋନ୍ ନେଇ ସେଠୁ ଫେରାର ହୋଇଗଲି। ପୋଲିସ ତାଙ୍କ ସ୍ୱୀକାରୋକ୍ତି ଲେଖି ତାକୁ ଗିରଫ କଲେ। ଏବେ ଗଣେଶଙ୍କ ପରିବାର ପୁରା ଯେମିତି ଭାଙ୍ଗି ପଡ଼ିଛନ୍ତି। ମା କହୁଛନ୍ତି ମୋ ପୁଅ ତାର ସାଙ୍ଗକୁ କେବେ ବି ଖରାପ କଥା କହିନଥିଲା। କିଏ କ'ଣ କେବେ ତା ସାଙ୍ଗକୁ ଏମିତି ମାରିପାରେ? ଗାଁରେ ଏହି ଘଟଣା ପାଇଁ ସମସ୍ତଙ୍କ ମନରେ ଯେତିକି ଭୟ ଥିଲା ସେତିକି ଦୁଃଖ ବି ଥିଲା। ଏକଥା ଜାଣିଲା ପରେ ସବୁଠି ଲୋକମାନେ କହୁଛନ୍ତି ମଦ, ରାଗ ଆଉ ଟଙ୍କା, ଏହି ତିନୋଟି ଜିନିଷ ମଣିଷକୁ ଅମଣିଷ କରିଦେଉଛି। ଏ ଘଟଣା ଏକ ସହଜ ଶିକ୍ଷା ଦେଲା, ହତ୍ୟାକାରୀ କେବେ ଖସି ନପାରେ, ଅପରାଧ କେବେ ଲୁଚିପାରେ ନା ଏବଂ ଦିନେ ନା ଦିନେ ନିଶ୍ଚୟ ଧରା ପଡ଼ିଯାଏ। ଏକ ଛୋଟ ରାଗ, ଏକ ମୁହୂର୍ତ୍ତର ଅବିବେକ ଦୁଇଟି ପରିବାରକୁ ସର୍ବନାଶ କରିଦେଲା। ଏକ ପୁଅ ମରିଗଲା, ଆଉ ଜଣେ ଜୀବନସାରା ଜେଲର ଅନ୍ଧାର କୋଠରୀକୁ ଚାଲିଗଲା। ସତରେ କ'ଣ ନିଶା କ'ଣ ନିଜ ମାନବିକତା ଛଡ଼େଇ ଏତେ ହିଂସା ହେଇପାରେ ଯେ ପିଲାବେଳୁ ଯେଉଁ ସାଙ୍ଗ ସହ ବସୁଥିଲା, ଉଠୁଥିଲା, ଯେଉଁ ସାଙ୍ଗ ଦିନେ ସୁଖ ଦୁଃଖର ସାଥୀ ଥିଲା, ତାର ଜୀବନ ନେଇପାରେ, ସେ ପୁଣି କେଇଟା ଟଙ୍କା ପାଇଁ? ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।